ଭଲ ମଣିଷ କେବେ ସ୍ୱାର୍ଥପର ହୋଇନଥାନ୍ତି। କେବଳ ସେଇମାନଙ୍କ ଠାରୁ ଦୂରେଇ ଯାଆନ୍ତି ଯେଉଁମାନେ ତାଙ୍କର ମୂଲ୍ୟ ବୁଝିପାରନ୍ତି ନାହିଁ। ଜୀବନରେ ଏମିତି କିଛି କଷ୍ଟ ଥାଏ ଯାହାକୁ ବର୍ଣ୍ଣନା କରିବା ପାଇଁ କୌଣସି ଶବ୍ଦର ଆବଶ୍ୟକତା ନଥାଏ। କେବଳ ନୀରବତା ହିଁ ଯଥେଷ୍ଟ ହୋଇଥାଏ। କାହାକୁ କିଛି କହିବା ପୂର୍ବରୁ ସତର୍କ ହୋଇ କୁହନ୍ତୁ। ଆଜି ଯିଏ ସାଙ୍ଗ ଅଛି କାଲି ହୁଏତ ତୁମ ଶତ୍ରୁ ହୋଇ ଠିଆ ହୋଇପାରେ। ହଁ ଦର୍ଶକ ବନ୍ଧୁ, ଧର୍ମ ଜ୍ଞାନର ଭଣ୍ଡାର, ଜ୍ଞାନ ସ୍ଥାୟୀ, ଏହା କାହାକୁ ଛାଡ଼ି ଚାଲିଯାଏ। ଥରେ ଜଣେ କିଛି ଶିକ୍ଷା ଲାଭ କଲେ ଜୀବନ ଯାକ ତାହା ଭୁଲେ ନାହିଁ। ଦର୍ଶକ ବନ୍ଧୁ, ଏହି ଭିଡ଼ିଓଟି ଆପଣଙ୍କୁ ଯଦି ଭଲ ଲାଗିଲା ତାହେଲେ କମେଣ୍ଟ, ଲାଇକ୍, ସବସ୍କ୍ରାଇବ୍ କରନ୍ତୁ। ଆଉ ଆଜିର ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ।